ଯୁକ୍ତ 2 ପ୍ରବେଶିକା ପରୀକ୍ଷାରେ ଚାଷୀ ଝିଅ ହେଲେ ଟପ୍ପର। ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଚାଷୀ ଝିଅ ଯୁକ୍ତ 2 ପରୀକ୍ଷାରେ ଟପ୍ପର ହୋଇ ଆଣିଲା ଗୌରବ। ଚଳିତ ବର୍ଷ ଯୁକ୍ତ 2 କଳା ଓ ବିଜ୍ଞାନର ପ୍ରବେଶିକା ପରୀକ୍ଷାରେ ବାରିପଦା ଅରୁଣୋଦୟ କଲେଜ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଜ୍ଞାନରେ ସର୍ବୋଚ୍ଚ 557 ନମ୍ବର ତଥା ଗଣିତରେ 100% ନମ୍ବର ରଖି ଗାୟତ୍ରୀ ଦାସ ପିତାଙ୍କ ଓ ସମସ୍ତଙ୍କ ମୁହଁରେ ଖୁସି ଆଣି ଦେଇଛନ୍ତି। ଚଳିତ ବର୍ଷ ଯୁକ୍ତ 2 ବିଜ୍ଞାନ ଓ କଳା ପରୀକ୍ଷାରେ ଅରୁଣୋଦୟ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଜ୍ଞାନରେ ସର୍ବୋଚ୍ଚ 557 ନମ୍ବର ରଖି ଗାୟତ୍ରୀ ଦାସ ଟପ୍ପର ହୋଇଥିବା ବେଳେ ବିଶ୍ୱରଞ୍ଜନ ବେହେରା 549, ଗିରିଜା ଶଙ୍କର ମହାନ୍ତ 531 ଓ କୁନାଲ ରାଉତ 529 ନମ୍ବର ରଖି ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ମୋଟ 215 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 142 ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି କଳାରେ 20 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 14 ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସସ୍ମିତା ପୁଟି ସର୍ବୋଚ୍ଚ 491 ନମ୍ବର ରଖି ଟପ୍ପର ହୋଇଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ଅନୁଷ୍ଠାନର ନିର୍ଦ୍ଦେଶକ ବିନୋଦ ଦାସଙ୍କ ନିଷ୍ଠାପର ଉଦ୍ୟମ, ଉପଯୁକ୍ତ ଶିକ୍ଷା ପରିବେଶ, ଉନ୍ନତ ମାନର ଶିକ୍ଷାଦାନ ଓ ସମସ୍ତ କର୍ମଚାରୀମାନଙ୍କ ପାଇଁ ସମ୍ଭବ ହୋଇଛି ବୋଲି ଅଭିଭାବକ ପ୍ରକାଶ କରିଛନ୍ତି। ମୟୂରଭଞ୍ଜରୁ ଶିବାନନ୍ଦ ବାଗଙ୍କ ରିପୋର୍ଟ, ଭଞ୍ଜଦୂତ ଖବର।